ସମସ୍ତ ବିଶ୍ୱାସୀ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରେଜ୍ ଦ ଲର୍ଡ। ଆଜିର ବାକ୍ୟ ମତ୍ୟୁ 7 ଅଧ୍ୟାୟ 1 ଆମେ ପଢ଼ିବା। ତୁମେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ, କାରଣ ଯେଉଁ ବିଚାରରେ ବିଚାର କର ସେ ବିଚାରରେ ତୁମେମାନେ ବିଚାରିତ ହେବ। ପୁଣି ଯେଉଁ ମାପରେ ମାପ କର ସେ ମାପରେ ତୁମମାନଙ୍କୁ ମପାଯିବ। ଆଉ କାହିଁକି ତୁମ ଭାଇ ଆଖିରେ ଥିବା କୁଟାଟିକୁ ଦେଖୁଅଛ, କିନ୍ତୁ ତୁମ ନିଜ ଆଖିରେ ଯେଉଁ କୁଡ଼ି କାଟ ଅଛି ତାହା ଭାବି ଦେଖୁନାହିଁ? ଅତଏବ ତୁମେ କିପରି ଆପଣ ଭାଇକି କହିବ, ଆସ ତୁମ ଆଖିରୁ କୁଟାଟିକୁ ବାହାର କରିଦିଏ, ଆଉ ଦେଖ ତୁମ ଆଖିରେ କୁଟି କାଟ ଅଛି? ରେ କପଟୀ, ଆଗେ ଆପଣ ଆଖିରୁ କୁଡ଼ି କାଟ ବାହାର କରି ପକାଅ, ତାହାପରେ ନିଜ ଭାଇର ଆଖିରୁ କୁଟାଟିକୁ ବାହାର କରିବା ପାଇଁ ଭଲ ଭାବରେ ଦେଖିପାରିବ। ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିନ୍ତୁ ତୁମମାନଙ୍କର ମୁକ୍ତ ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେ ସବୁ ସେମାନଙ୍କ ପାଦ ତଳେ ଦୋଳି ଦେବ ଓ ବୁଲିପଡ଼ି ତୁମମାନଙ୍କୁ ବିଦ୍ରୋହୀନ କରିଦେବ। ମାଗ, ସେଥିରେ ତୁମମାନଙ୍କୁ ଦିଆଯିବ, ଖୋଜ, ସେଥିରେ ତୁମମାନଙ୍କୁ ସନ୍ଧାନ ପାଇବ, ଦ୍ୱାରେ ଆଘାତ କର, ସେଥିରେ ତୁମମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। କାରଣ ଯେ କିଏ ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ସେ ଦ୍ୱାରରେ ଆଘାତ କରେ ତା ନିମନ୍ତେ ଫିଟାଇ ଦିଆଯିବ। କିମ୍ବା ତୁମମାନଙ୍କ ମଧ୍ୟରେ ଏପରି କିଏ ଲୋକ ଅଛି ଯେ ନିଜ ପୁଅ ରୁଟି ମାଗିଲେ ତାକୁ ପଥର ଦେବ, କିମ୍ବା ମାଛ ମାଗିଲେ ତାକୁ ସର୍ପ ଦେବ? ଏଣୁ ତୁମେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣ ପିଲାମାନଙ୍କୁ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମମାନଙ୍କର ସ୍ୱର୍ଗୀୟ ପିତା ତାଙ୍କୁ ସମୟରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ବିଷୟ ନ ଦେବ। ଅତଏବ ଲୋକମାନଙ୍କୁ ତୁମମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର, ତୁମେମାନେ ମଧ୍ୟ ସେମାନଙ୍କ ପ୍ରତି ସେ ସବୁ କର, କାରଣ ଏହା ହିଁ ମୋଶେଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ସାର। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାରା ଓସାର ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ, ଆଉ ଜୀବନକୁ ନେଇଯିବା ଦ୍ୱାରା ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାର ସନ୍ଧାନ ପାଇବା ଲୋକେ ଅଳ୍ପ। ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ। ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନନ୍ତରେ ସେମାନେ ହିଂସକ ବାଘ। ସେମାନଙ୍କ ଫଳ ଦ୍ୱାରା ତୁମେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷଫଳ କିମ୍ବା କାନକଡ଼ି ଗଛରୁ ଡିମିରି ଫଳ ତୋଳନ୍ତି? ଯେ ପ୍ରକାର ସବୁ ଭଲ ଗଛ ଭଲ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳେ, ଓ ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ। ଯେ କୌଣସି ଗଛ ଭଲ ଫଳ ନ ଫଳେ ତାହା ଅଣାଯାଇ ନିଆଁରେ ପକାଯାଏ। ଅତଏବ ତୁମମାନଙ୍କ ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯିଏ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରି ସେ ପ୍ରବେଶ କରିବ। ସେ ଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ଆମେମାନେ କି ତୁମ ନାମରେ ଭବିଷ୍ୟବାଣୀ କହିଲୁ ନାହିଁ? ପୁଣି ତୁମ ନାମରେ କି ଭୂତମାନଙ୍କୁ ଛାଡ଼ିଲୁ ନାହିଁ? ଆଉ ତୁମ ନାମରେ କି ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲୁ ନାହିଁ? ଯେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହିଁ ଜାଣିନାହିଁ, ହେ ଅଧର୍ମଚାରୀମାନେ, ମୋ ପାଖରୁ ଦୂର ହୁଅ। ଏଣୁ ଯେ କିଏ ମୋର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ।
ବର୍ଷା ହେଲା, ବୁଡ଼ି ଆସିଲା, ପୁଣି ବତାସ ବହିଲା ଓ ସେ ଘରକୁ ଧକ୍କା ମାରିଲା। ଆଉ ତା ପଡ଼ିଲା ନାହିଁ, କାରଣ ପଥର ଉପରେ ତା ମୂଳଦୁଆ ଥିଲା। ଆଉ ଯିଏକି ମୋର ଏହି ସମସ୍ତ କଥା ଶୁଣି ପାଳନ କରିନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୂର୍ଖ ଲୋକ ଭଳି ହେବ। ବର୍ଷା ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେ ଘରକୁ ଧକ୍କା ମାରିଲା। ଆଉ ତା ପଡ଼ିଗଲା, ପୁଣି ତା ପତନ ଭୟଙ୍କର ହେଲା। ଯୀଶୁ ଏହି ସବୁ କଥା ଶେଷରେ କରନ୍ତି ଲୋକମାନେ ତାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ସେମାନଙ୍କୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାର ପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ। ଆମେନ୍।